ହଉ ଆଜି ଆମେ ଗଦ୍ୟର ଟାଇପ ସବୁ ପଢିବା। ଯେମିତି ଉପନ୍ୟାସ ହେଇଗଲା, କ୍ଷୁଦ୍ର ଗଳ୍ପ ହେଇଗଲା, ତମର ପ୍ରବନ୍ଧ ହେଇଗଲା ଏବଂ ଦିଟା କୋଶ୍ଚିନ୍ ଯୋଉ ଆସିଥିଲା 20 ମାର୍କିଆ ଏଥର ଓପିଏସସି ପେପର 2 ରେ। ଗୋଟେ ଥିଲା ଆମର ପ୍ରବନ୍ଧ ଭର୍ସେସ ସମାଲୋଚନା, ଆଉ ଗୋଟେ ଥିଲା ପ୍ରବନ୍ଧ ଏବଂ ଲଳିତ୍ୟ ରଚନା, ରମ୍ୟ ରଚନା ଯାହାକୁ କୁହାଯାଏ। ସେଗୁଡା ବି ଦେଖିବା। ତାପରେ ଆହୁରି ବହୁତ ଗୁଡେ ମ୍ୟାଟେରିଆଲ ଦେଖିବା। ମୁଁ ତୁମକୁ ଭଲସେ ବୁଝେଇ ବୁଝେଇ ଚାଲିବି, ଏଇଟା ଟିକେ ଲମ୍ବା ଭିଡିଓ ହବ। ଦେଖ, ପ୍ରବନ୍ଧ ଓ ସମାଲୋଚନା ଉଭୟ ଗଦ୍ୟ ସାହିତ୍ୟ, ଠିକ ଅଛି। କିନ୍ତୁ ପ୍ରବନ୍ଧ ଏକ ମୌଳିକ ଓ ସ୍ୱତନ୍ତ୍ର ସୃଷ୍ଟି ହୋଇଥିବା ବେଳେ ସମାଲୋଚନା ଅନ୍ୟ ଏକ ସାହିତ୍ୟ କୃତି ଉପରେ ନିର୍ଭରଶୀଳ। ମାନେ କଣ? ମାନେ ହଉଛି ଯେ ପ୍ରବନ୍ଧ ଗୋଟେ ଟପିକ ଉପରେ ଧର ଲେଖା ହେଲା, ସେଟା ଗୋଟେ କ୍ରିଏଟିଭିଟି ଗୋଟେ ଲେଖକର, ସେ ନିଜେ ସେଇଟା ଭାବିଲା କାହାଣୀ ଏବଂ ଲେଖିଲା, ସେଟା ସ୍ୱତନ୍ତ୍ର ସୃଷ୍ଟି। କିନ୍ତୁ ସମାଲୋଚନା ସେଇଟା ଗୋଟେ ଲେଖାକୁ କ୍ରିଟିସାଇଜ କରାହଉଛି, ମାନେ କ୍ରିଟିକ କରାହଉଛି। ତା ମାନେ କଣ? ତା ମାନେ ହେଲା ଏଇଟା ଗୋଟେ ଅଲଗା ସାହିତ୍ୟ ଉପରେ ନିର୍ଭର ହେଇଗଲା। ତେଣୁକରି ଏହାକୁ ପରୋକ୍ଷ ବା ସହାୟକ ସୃଷ୍ଟି କୁହାଯାଏ। ଏହା ହିଁ ଏମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ପାର୍ଥକ୍ୟ। ବୁଝିଗଲ? ପାର୍ଥକ୍ୟ ଡିଫରେନ୍ସ ତମେ ଯାହା ବି ପଏଣ୍ଟ ଆଉଟ୍ କରିବ, ବଢିଆ ଇମ୍ପ୍ରେସନ ଆସିବ। ସେକେଣ୍ଡ, ବସ୍ତୁନିଷ୍ଠ ବା ତାର୍କିକ ମୂଲ୍ୟାୟନ। ଅଫକୋର୍ସ ସମାଲୋଚନା କିଛି ଗୋଟେ ତର୍କ ଉପରେ ସେ ବେସ୍ କରିକି ରେଟିଂ କରିବେ ନା, ଯେମିତି ଫିଲ୍ମ ରେଟିଂ ହୁଏ, ମୁଭି ରେଟିଂ ହୁଏ, ସେଇଭଳିଆ ଏଇଟା ବି ରେଟିଂ ହୁଏ। ସାଧାରଣ ପାଠକ ପାଇଁ ଉଦ୍ଦିଷ୍ଟ ପ୍ରବନ୍ଧ, ନର୍ମାଲ ସେନ୍ସରେ ଲେଖା ହେଇଛି, ଗୋଟେ କାହାଣୀକୁ ଆଗକୁ ବଢା ହେଇଛି। ମୌଳିକ ଓ ସ୍ୱତନ୍ତ୍ର ସୃଷ୍ଟି, ଅଫକୋର୍ସ ପ୍ରବନ୍ଧ। ସାହିତ୍ୟିକ ତତ୍ତ୍ୱର ପ୍ରୟୋଗ, ମାନେ କେଟା ଥିଓରିର ପ୍ରୟୋଗ, କେଟା ଫ୍ୟାକ୍ଟ ଏଭିଡେନ୍ସର ପ୍ରୟୋଗ, ସେଟା ହେଲା ସମାଲୋଚନା। କାହିଁକି କୁହାଯାଏ ପ୍ରତ୍ୟେକ ସମାଲୋଚନା ଏକ ପ୍ରବନ୍ଧ କିନ୍ତୁ ପ୍ରତ୍ୟେକ ପ୍ରବନ୍ଧ ସମାଲୋଚନା ନୁହେଁ? ଏଟା ତ ବୁଝି ହେଇଥିବ ଏପର୍ଯ୍ୟନ୍ତ ଆପଣ। କାରଣ ସମାଲୋଚନା ଲେଖିବାର ଶୈଳୀ ପ୍ରବନ୍ଧ ପରି, କିନ୍ତୁ ବିଷୟବସ୍ତୁ କେବଳ ସାହିତ୍ୟରେ ସୀମିତ। ମାନେ ଯୋଉ ସାହିତ୍ୟଟା ଲେଖା ହେଇଯାଇଛି ତାରି ଉପରେ ହିଁ ସମାଲୋଚନା କରୁଛନ୍ତି, କିନ୍ତୁ ଅପରପକ୍ଷେ ପ୍ରବନ୍ଧର ବିଷୟବସ୍ତୁ କଣ? ସେ କିଛି ବି ଲେଖିପାରନ୍ତି। ଶିଳ୍ପ ଉପରେ ଲେଖିଲେ, ଧର୍ମ ଉପରେ ଲେଖିଲେ, ପ୍ରବନ୍ଧ କ୍ୟାନ୍ ବି ଏନିଥିଙ୍ଗ। ପ୍ରବନ୍ଧର ପରିସର ବହୁତ ବଡ଼। ତାପରେ ରମ୍ୟ ରଚନା ଆସିବା, ଯେଉଁ ରଚନା ମୁଖ୍ୟତଃ ହାସ୍ୟ କୌତୁକପୂର୍ଣ୍ଣ, ମାନେ କମେଡି ପ୍ଲଟ, ଗୋଟେ ବ୍ୟକ୍ତିନିଷ୍ଠ ଏବଂ ଅନୌପଚାରିକ ଶୈଳୀରେ ଲେଖା ହେଇଛି। ବ୍ୟକ୍ତିନିଷ୍ଠ ମାନେ ଧର ଫତୁରାନନ୍ଦ ହେଇଗଲେ, ତାଙ୍କର ଗୋଟେ ଶୈଳୀ ଅଛି, ସେ ଗୋଟେ ତାଙ୍କରି ଥଟ୍ ପ୍ରୋସେସ ଦ୍ୱାରା ସେ ଗୋଟେ ହସଉଛନ୍ତି, ହାସ୍ୟାସ୍ପଦ କିଛି ଗୋଟେ କ୍ରିଏଟ୍ କରୁଛନ୍ତି, ସେଇଟାକୁ କୁହାଯାଏ। ଅନୌପଚାରିକ ଶୈଳୀ ମାନେ ଇନଫର୍ମାଲ, ଏତେ ଫର୍ମାଲ ହେବା ଦରକାର ନାହିଁ, ତମେ କିଛି ବି ଲେଖିପାର। ଏହାକୁ ଲଳିତ ନିବନ୍ଧ ବା ରମ୍ୟ ରଚନା କୁହାଯାଏ। ଏବଂ ହଁ, ଡିଫରେନ୍ସ ପ୍ରବନ୍ଧ ରମ୍ୟ ରଚନା ଭିତରେ ବି ଦେଖିଦବା। ଯେଉଁ ରଚନାରେ ଜ୍ଞାନ ପ୍ରଦାନ, ତଥ୍ୟ ପରିବେଷଣ, ଗମ୍ଭୀର ବିଶ୍ଳେଷଣ କରାଯାଏ, ସେଟା ଅଫକୋର୍ସ ପ୍ରବନ୍ଧ ଆମର। କିନ୍ତୁ ଯେଉଁଠି ଲେଖକ ନିଜେ କେନ୍ଦ୍ରରେ ଥାଆନ୍ତି, ନିଜେ ସେଇଠି ଷ୍ଟାର ସିଏ, ତାଙ୍କର ପର୍ସନାଲିଟି ରିଫ୍ଲେକ୍ଟ ହଉଛି, ସେଇଟା ଲଳିତ ନିବନ୍ଧ। କେଉଁ ରଚନାରେ ବିଷୟ ମୁଖ୍ୟ ଏବଂ ଲେଖକ ନିରପେକ୍ଷ ରହିଥାନ୍ତି? ପ୍ରବନ୍ଧରେ ଗୋଟେ ବିଷୟ ଉପରେ ଲେଖା ହେଇଥାଏ ନା, ବିଷୟ ମୁଖ୍ୟ। ଚାଲ ଏବେ ନେକ୍ସଟ କଣ ଲେଖା ହେଇଛି। ହଁ, ଆମେ କଣ କଣ ଏବେ ପଢିବା ଆଜି। କ୍ଷୁଦ୍ର ଗଳ୍ପ କେବେ ଆସିଲା? ପ୍ରବନ୍ଧ କେବେ ଆସିଲା? ନବନାଟ୍ୟ ଆନ୍ଦୋଳନ କଣ? ଐତିହାସିକ ନାଟକ କଣ? ନାଟକରେ ସଳମ୍ପର ଭୂମିକା କଣ? ଏପିକ୍ ନାଟକ କଣ? ସ୍ୱାଧୀନତା ପରବର୍ତ୍ତୀ ନାଟକ କଣ? ଉପନ୍ୟାସ ବନାମ ପ୍ରବନ୍ଧ, ମାନେ ଉପନ୍ୟାସ ଭର୍ସେସ ପ୍ରବନ୍ଧ, ପ୍ରବନ୍ଧର ପ୍ରକାର ଭେଦ, ଯେମିତି ସମାଲୋଚନା, ଏକ୍ସେଟ୍ରା ଏକ୍ସେଟ୍ରା। ଚାଲ ଆଗକୁ ଯିବା। ପ୍ରତୀକବାଦୀ ନାଟକ ଆମେ ଦେଖିବା। ପ୍ରତୀକବାଦୀ ନାଟକ ବାସ୍ତବତାକୁ ସିଧାସଳଖ ନ ଦେଖାଇ ପ୍ରତୀକ ସଂକେତ ମାଧ୍ୟମରେ ଲେଖାଯାଏ। ନବନାଟ୍ୟ ଆନ୍ଦୋଳନ ସମୟରେ ବିକଶିତ ଏହି ଧାରାଟି ମନୋରଞ୍ଜନ ଦାସଙ୍କ ଦ୍ୱାରା ବହୁଳ ଭାବେ ପ୍ରଚଳିତ ହୋଇଥିଲା। ଏଠି ନବନାଟ୍ୟ ବି ଆସିଗଲା, ମନୋରଞ୍ଜନ ଦାସଙ୍କ ପେନସନ ବି ଆସିଗଲା। ପ୍ରତିବାଦୀ ନାଟକରେ କାଠଗୋଡ଼ା ତ ପଢିଥିବ ସମସ୍ତେ, ତଟ ନିରଞ୍ଜନ, ସେଇ ସବୁ ମନେ ରଖିବ, ଏଇଟା ଠିକ ଅଛି। ପ୍ରତିବାଦୀ ନାଟକ ହେଇଗଲା। ଓଡ଼ିଆ ରଙ୍ଗମଞ୍ଚର ସୃଷ୍ଟି ଓ ବିକାଶ, ଥିଏଟର ଯୋଉଗୁଡ଼ାକ, ବାବାଜୀ ନାଟକର ମଞ୍ଚାୟନରୁ ଆରମ୍ଭ ହୋଇଥିବା ଯାତ୍ରା, କାଳୀଚରଣ ପଟ୍ଟନାୟକ ପେଶାଦାରୀ ଥିଏଟର ଓ ପରେ ନବନାଟ୍ୟ ଆନ୍ଦୋଳନ ସୌଖୀନ ନାଟ୍ୟ ସଂସ୍ଥା ଦ୍ୱାରା ବିକଶିତ ହୋଇଛି। କାଳୀଚରଣ ପଟ୍ଟନାୟକ ତ ଗୋଟେ ବହୁତ ଫେମସ ଥିଏଟର ଆର୍ଟିଷ୍ଟ ଥିଲେ ନା, କ୍ରିଏଟର ଥିଲେ। ପ୍ରବନ୍ଧ ସାହିତ୍ୟର ସ୍ୱରୂପ, ଏଟା ପଢେଇ ବି ଦେଲି, ଆଉଥରେ କହିଦଉଛି। ଗଦ୍ୟ ସାହିତ୍ୟର ଏକ ଚିନ୍ତାଶୀଳ ବିଭାଗ, ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ବିଷୟକୁ ଯୁକ୍ତି, ତଥ୍ୟ ଓ ବିଚାର ସହିତ, ଠିକ ଅଛି, ଏଭିଡେନ୍ସ, ଆର୍ଗୁମେଣ୍ଟସ, ଜଜମେଣ୍ଟ ସହିତ ଉପସ୍ଥାପନ କରାଯାଏ। ଏହା ବସ୍ତୁନିଷ୍ଠ ବା ବ୍ୟକ୍ତିନିଷ୍ଠ ହେଇପାରେ। ବସ୍ତୁନିଷ୍ଠ ମାନେ ତଥ୍ୟପୂର୍ଣ୍ଣ, ବ୍ୟକ୍ତିନିଷ୍ଠ ମାନେ ଇମୋସନାଲ, ଯୋଉଟା ଭାବନାମୂଳକ, ଯୋଉଟା ତମେ ଭାବୁଛ, ଏକ୍ସପ୍ରେସ କରୁଛ। ଏଗୁଡ଼ା ସବୁ ମୁଁ ଡିଟେଲ୍ସ ବି ପଢେଇବି। ଏବେ ଖାଲି ଇଣ୍ଟ୍ରୋ ଯଦି ତମକୁ ମୁଁ ଗୋଟେ
ଜାଗାରେ ଏକା ବେଳେ ନଦେବି ତମେ ବୁଝିପାରିବନି ଡିଫରେନ୍ସ ଗୁଡ଼ା। ସେଇଥିପାଇଁ ଏଇଟା ଦଉଛି। ଏଟା ବଡ଼ ଗୋଟେ ବ୍ରୋଡ ଟପିକକୁ ମୁଁ ଏଠି ଛୋଟ କରି ଲେଖିଛି। ଚିନ୍ତା କରେନି, ମୁଁ ପରେ ଆଉଥରେ ପଢେଇବି। ପ୍ରବନ୍ଧ କ୍ଷେତ୍ରରେ ଚିତ୍ତରଞ୍ଜନ ଦାସ। ଚିତ୍ତରଞ୍ଜନ ଦାସ ତ ଅଫକୋର୍ସ ଆମେ ସେ ବହୁତ ଫେମସ୍। ତାଙ୍କର ସବୁ ପଢିଥିବ ତରଙ୍ଗ ତଡ଼ିତ, ସେଇଭଳିଆ ସବୁ ପ୍ରବନ୍ଧ ପଢିଥିବ। ତାଙ୍କ ଲେଖା ଗୁଡ଼ାକ ଗଭୀର ମନନଶୀଳତା, ମୌଳିକ ଦୃଷ୍ଟିଭଙ୍ଗୀ ଏବଂ ସମନ୍ୱୟବାଦୀ ବିଚାରର ପରିପୂର୍ଣ୍ଣ। ଯେଉଁ ସୋସିଆଲିଷ୍ଟ ଜିନିଷ, ଇକ୍ୱାଲିଟି, ଜଟିଳ ତତ୍ତ୍ୱକୁ ସରଳ ଓ ସାବଲୀଳ ଅନ୍ତରଙ୍ଗ ଭାବେ ସେ ପରିବେଷଣ କରନ୍ତି। ସମାଲୋଚକ ଭାଇ ସୁରେନ୍ଦ୍ର ମହାନ୍ତି ମୁଁ ତମକୁ କହିଦେଲି। ସେ ରିସର୍ଚ୍ଚ ପୁରା କରିଥିଲେ ଯେଉଁ ଆମ ସମାଲୋଚନାରେ। ରମ୍ୟ ରଚନାର ଭିତ୍ତିଭୂମି ଗୋପାଳ ଚନ୍ଦ୍ର ପ୍ରହରାଜ, ତାଙ୍କୁ ଜନକ କୁହାଯାଏ। ଏଇଟା ମୁଁ ତମକୁ କହିଦେଲି। ଓଡ଼ିଆ ଜୀବନୀର ସାହିତ୍ୟ, ଫକୀର ମୋହନଙ୍କ ସେନାପତି ଆତ୍ମଜୀବନୀ ଚରିତ ଗୋଟେ ବହୁତ ଫେମସ୍ ବାୟୋଗ୍ରାଫି, ଅଟୋବାୟୋଗ୍ରାଫି। ସେଟାକୁ ପଢିପାରିବ। ସେଇଟାକୁ ସବୁଠାରୁ ବେଷ୍ଟ ଅଟୋବାୟୋଗ୍ରାଫି ଇନ୍ ଓଡ଼ିଆ ଏବଂ ଫାଷ୍ଟ ବୋଲି ବି ମାନାଯାଏ। ଠିକ୍ ଅଛି, ଫକୀର ମୋହନଙ୍କ ଆତ୍ମଜୀବନ ଚରିତ୍ର। କ୍ଷୁଦ୍ର ଗଳ୍ପ କ'ଣ? ଫକୀର ମୋହନ ସେନାପତିଙ୍କ କଲମରୁ ରେବତୀର ସୃଷ୍ଟି ହେଲା। ରେବତୀକୁ ପୁରା ଇଣ୍ଡିଆରେ ହିଁ କୁହନ୍ତି ଯେ ରେବତୀ ପ୍ରଥମ ଗଳ୍ପ ଥିଲା ବୋଲି। ଏହା ଏକ ନୂତନ ଯୁଗର ଶଙ୍ଖଧ୍ୱନି। ଗୋଟେ ନିଶ୍ୱାସରେ ପଢ଼ି ହେଉଥିବା ବିଭାଗଟି। ଦେଖ, ତମେ ଯଦି କ୍ଷୁଦ୍ର ଗଳ୍ପର ଫିଚର ଦେଖିବ, ତମେ ମନେ ପକାଅ ଯେ ଛୋଟବେଳେ ଆଈ ମାଠରୁ ଗପ ଶୁଣୁଥିଲ। ଠିକ୍ ଅଛି, କି ଧର ଛୁଆମାନଙ୍କୁ ଯେଉଁ ଆମେ ଶିଶୁ କାହାଣୀ ସବୁ ଆମେ ପଢ଼ାଉ ସ୍କୁଲ ମାନଙ୍କରେ, ସେଗୁଡ଼ାକ ତମେ ଉପନ୍ୟାସ ଭଳିଆ କି ପ୍ରବନ୍ଧ ଭଳିଆ ଲେଖିପାରିବନି। ସେଗୁଡ଼ାକ ତମେ ଛୋଟ ଫର୍ମରେ ହିଁ ଲେଖିବ, ଅଳ୍ପ ଲାଇନ୍ ଥିବ, ଗୋଟେ ପେଜ ଭିତରେ ହେଇଯାଇଥିବ। ସେଇ କ୍ଷୁଦ୍ର ଗଳ୍ପର ସେଇଟା ହେଲା ସ୍ପେଶାଲିଟି, ସେଇଟା ବୁଝିପାରୁଛ? ଆଉ ତାର ନିଜର ଗୋଟେ ନିଜସ୍ୱ, ତାର ଗୋଟେ ମହକ ଅଛି। କ୍ଷୁଦ୍ର ଗଳ୍ପ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। ଜହ୍ନମାମୁଁ ଯଦି ଛୁଆଳିକେ ପଢିଥିବ, ଚମ୍ପକ ପଢିଥିବ, କ୍ଷୁଦ୍ର ଗଳ୍ପର ଗୋଟେ ଅଲଗା ଫ୍ୟାନ୍ ବେସ୍ ଗୋଟେ। ପ୍ରବନ୍ଧ ମୁଁ ତମକୁ କହିଦେଲି। ହଁ, ପ୍ରବନ୍ଧରେ ବିଶ୍ୱନାଥ କର ବହୁତ ଫେମସ୍। ଠିକ୍ ଅଛି, ବିଶ୍ୱନାଥ କରଙ୍କଠାରୁ ଆରମ୍ଭ କରି ଆଧୁନିକ ଯୁଗର ପ୍ରାବନ୍ଧିକ ମାନେ ସମାଜ, ଦର୍ଶନ, ସଂସ୍କୃତିକୁ ନୂଆ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କଲେ। ଆଗରୁ ଖାଲି ଗୋଟେ ଇତିହାସ ଉପରେ ଲେଖାଯାଉଥିଲା, ତାପରେ ଯେଉଁ ସମାଜ ସୋସିଆଲ ଇସ୍ୟୁଜ ଉପରେ ସବୁ ଲେଖା ହେଲା, ସେଟା ବିଶ୍ୱନାଥ କର ଷ୍ଟାର୍ଟ କରିଥିଲେ। ନବନାଟ୍ୟ ଆନ୍ଦୋଳନ, ମନୋରଞ୍ଜନ ଦାସଙ୍କ ଅରଣ୍ୟ ଫସଲ ଏକ ନୂଆ ଝଡ଼ ସୃଷ୍ଟି କଲା। ଏଇ ଥିଏଟରଟା ଯେତେବେଳେ ଆସିଲା, ଲୋକଙ୍କର ଗୋଟେ ସ୍ଥିତିବାଦୀ ଚିନ୍ତା, ମାନସିକ ଦ୍ୱନ୍ଦ୍ୱ, ଲୋନଲିନେସ୍, ନିସଙ୍ଗତା, ଏଇଗୁଡ଼ାକୁ ସବୁ ମଞ୍ଚ ଉପରୁ ଅଣା ହେଲା। ଆଗରୁ ଯେଉଁ ଅଣା ହେଉଥିଲା ଯେ ଖାଲି ପାରିବାରିକ ଷ୍ଟୋରି ହେଲା, ସେଗୁଡ଼ା ସବୁ ଅଣା ହେଉଥିଲା ନା। ଏବେ ଆହୁରି ଟିକେ କମ୍ପ୍ଲେକ୍ସ ଟପିକ୍ ସବୁ ଆସିଲା ଅରଣ୍ୟ ଫସଲ ପରଠାରୁ। ମନୋରଞ୍ଜନ ଦାସଙ୍କର ଐତିହାସିକ ନାଟକ, ଆମ କଳା ପାହାଡ଼, ଭୀମା ଭୂଇଁଆ, ପୁରୁଷୋତ୍ତମ ଦେବ, ଏଇଟା ସବୁ ଐତିହାସିକ ନାଟକ। ଇତିହାସକୁ ଆମେ ପୁଣି ଥରେ ପୁନର୍ଜୀବିତ କରୁ ଏଥିରେ। ନାଟକରେ ସଂଳାପ, ସଂଳାପ ବହୁତ ଫେମସ୍। ତମେ ଶବ୍ଦଲିପି ପଢ଼ିଥିବ। ଶବ୍ଦଲିପି ଯେଉଁ ନାଟକରେ ଯେ ଗୋଟେ ଯୁବକ ଯାଇଛି ଆମର ଗାଁକୁ, ଗୋଟେ ବୃଦ୍ଧକୁ ସେ ଡିପ୍ରେସନରେ ବସିଥିବାର ଦେଖିଛି, ଫ୍ରଷ୍ଟ୍ରେଟେଡ୍ ହେଇକି। ଏ ପଚାରୁଛି କ'ଣ ହେଲା ମଉସା, ଏମିତି କାହିଁ ବସିଛନ୍ତି, ଗାଁର ଉନ୍ନତି କିଛି କରିବାନି? ମଉସା କହୁଛନ୍ତି ଆଉ କ'ଣ ହବ, ଯେତେ ଭାବିଲେ ବି, ଯେତେ ଚେଷ୍ଟା କଲେ ବି ଆମ ହାତରେ କିଛି ନାହିଁ। ସେଠି ଯୁବକ କହୁଛି ତା ବୋଲି କ'ଣ ଆମେ ହାତ ବାନ୍ଧି ବସି ରହିବା? ତ ଏଇଭଳି ସବୁ ସଂଳାପର, ଡାଇଲଗ୍ର ବହୁତ ମହତ୍ତ୍ୱ ଅଛି। ପୁରା ନାଟକର ଷ୍ଟୋରି ଗୋଟେ ଗୋଟେ ଡାଇଲଗ୍ରୁ ଜଣାପଡ଼ିଯାଏ। ଆମର ସାରଳା ଦାସଙ୍କ ପଢ଼ିଲା ବେଳେ ବି ତମେ ବହୁତ ଗୁଡ଼ିଏ ଡାଇଲଗ୍ର ଇମ୍ପୋର୍ଟାନ୍ସ ତମେ ଦେଖିଥିବ। ଯେମିତି ଅର୍ଜୁନ ମଲ୍ଲେ 5 କି କର୍ଣ୍ଣ ମଲ୍ଲେ 5, ଲୋକଢଗ ସବୁ, ସେଇଗୁଡ଼ା ସବୁ ବହୁତ ଇମ୍ପୋର୍ଟାଣ୍ଟ ସେଗୁଡ଼ାକ। ଏପିକ୍ ନାଟକ, ବର୍ଟୋଲ୍ଟ ବ୍ରେଖଟ୍, ତାଙ୍କରି ଠାରୁ ଏଇଟା ଷ୍ଟାର୍ଟ ହେଇଥିଲା। ତାପରେ ଏଠି ବି ବହୁତ ଗୁଡ଼ାଏ ଲେଖା ହେଇଛି ଏପିକ୍ ନାଟକ। ତମର ଯେମିତି ବାଲିଯାତ୍ରା ଉପରେ ବି ବହୁତ ଗୁଡ଼ାଏ ଏପିକ୍ ନାଟକ ଲେଖା ହେଇଛି। ତମର ବୀର ସୁରେନ୍ଦ୍ର ସାଏଙ୍କ ଉପରେ ବି ଲେଖା ହେଇଛି। ପାଇକ ବୁଦ୍ଧିର ଟାଇମ୍ରେ ଏପିକ୍ ନାଟକ ବି ଲେଖା ହେଇଛି। ଠିକ୍ ଅଛି, ସେଟା ମୁଁ ପୁଣି ଥରେ ପଢ଼େଇବି, ବ୍ୟସ୍ତ ହୁଅନି। ସ୍ୱାଧୀନତା ପରବର୍ତ୍ତୀ ନାଟକ, ସ୍ୱାଧୀନତା ଆସିଲା, କିନ୍ତୁ ତା ସହିତ ଆସିଲା ମୋହଭଙ୍ଗ, ଦୁର୍ନୀତି, ନୂଆ ସମସ୍ୟା। ନୂଆ ସମସ୍ୟା ସବୁ ଆସିଛି ନା, କେମିତି ସାମ୍ବିଧାନିକ ପ୍ରୋସେସରେ ଚାଲିବ ଇଣ୍ଡିଆ, ଗଣତନ୍ତ୍ର କେମିତି ସୁରୁଖୁରୁରେ ଆଗେଇବ, ଭୋଟ ସିଷ୍ଟମ, କି ଓମେନ୍ ରାଇଟ୍ସ ହେଇଗଲା, ପୁରୁଣା ଯେଉଁ ପ୍ରଥା ଯେଉଁଗୁଡ଼ାକ ଅନ୍ଧବିଶ୍ୱାସ, ସେଗୁଡ଼ା ହଟେଇବା, ସେଇ ସବୁ ବିଷୟରେ ବେଶୀ ଲେଖା ହେଲା। ଉପନ୍ୟାସ ବନାମ ପ୍ରବନ୍ଧ, ପ୍ରବନ୍ଧଟା ଛୋଟ, ଟିକେ ଛୋଟ ଗଦ୍ୟାତ୍ମକ ରଚନା। ଉପନ୍ୟାସଟା ଟିକେ ଲମ୍ବା, ଗୋଟେ ବହି ଟାଇପ୍ର। ଠିକ୍ ଅଛି, ବିଷୟବସ୍ତୁ ଆମେ ଯିବା। ଠିକ୍ ଅଛି, ଚାଲ। ଏଇଟା କୋଶ୍ଚିନ୍ ଏବେ ଆମେ ଆସିଗଲେ। ପେପର 2ରେ 16 ନମ୍ବର କୋଶ୍ଚିନ୍ ଆସିଥିଲା, ପ୍ରବନ୍ଧ ସାହିତ୍ୟ ଓ ସାହିତ୍ୟ ସମାଲୋଚନା ମଧ୍ୟରେ ପାର୍ଥକ୍ୟ ଦେଖାଅ। ଏଇଟା ଜେନେରାଲି ଆମେ ପେପର 1ରେ ପଢ଼ୁନା, ମାନେ ଟାଇପ୍ସ ଗୁଡ଼ାକ କ'ଣ। କିନ୍ତୁ ହଁ, ପେପର 2ରେ ବି ଏଇଟା ଅଛି, ତ ଏଇଟା ପଢ଼ିବାକୁ ପଡ଼ିବ। ପେପର 2ର କୋଶ୍ଚିନ୍ ଏଇଟା 20 ମାର୍କ ଆସିଥିଲା। ଆମର ପାର୍ଥକ୍ୟର କ୍ଷେତ୍ର ଦେଖି ତ ବିଷୟବସ୍ତୁ ଗୋଟେ ହେଇଗଲା। ପ୍ରବନ୍ଧ ସାହିତ୍ୟ ବିଷୟବସ୍ତୁ ଅତ୍ୟନ୍ତ ବ୍ୟାପକ, ସୀମାହୀନ। ବିଜ୍ଞାନ, ଦର୍ଶନ, ଇତିହାସ, ସମାଜ, ରାଜନୀତି, ଭ୍ରମଣ, ଯେକୌଣସି ବିଷୟ ଉପରେ ଏହା ଲେଖାଯାଇପାରେ। ସାହିତ୍ୟ ସମାଲୋଚନା,
ଏହା କେବଳ ସାହିତ୍ୟ ଓ ସାହିତ୍ୟିକ ମଧ୍ୟରେ ସୀମିତ। କୌଣସି କାବ୍ୟ କୌଣସି କାବ୍ୟ କବିତା ଗଳ୍ପ ଉପନ୍ୟାସ ନାଟକ ସାହିତ୍ୟିକ କୃତିର ବିଚାର କରିବା ଏହାର କ୍ଷେତ୍ର। ଉଦ୍ଦେଶ୍ୟ ଏହାର ମୁଖ୍ୟ ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାଠକୁ କୌଣସି ବିଷୟରେ ଜ୍ଞାନ ପ୍ରଦାନ କରିବା, ନିଜର ଚିନ୍ତା ବା ଭାବନାକୁ ପ୍ରକାଶ କରିବା କିମ୍ବା ମନୋରଞ୍ଜନ କରିବା। ଆମର ସମାଲୋଚନାର ଉଦ୍ଦେଶ୍ୟ କୌଣସି ସାହିତ୍ୟ କୃତିର ବିଶ୍ଳେଷଣ, ବ୍ୟାଖ୍ୟା, ମୂଲ୍ୟାୟନ କରିବା, ତାହାର ଦୋଷ ଓ ଗୁଣ ନିରୂପଣ କରିବା। କ୍ରିଟିକ୍ ଆପ୍ରୋଚ୍ ଆମର ପ୍ରବନ୍ଧରେ ବସ୍ତୁନିଷ୍ଠ ହୋଇପାରେ, ଅବଜେକ୍ଟିଭ କିମ୍ବା ବ୍ୟକ୍ତିନିଷ୍ଠ ହୋଇପାରେ, ସବଜେକ୍ଟିଭ ମାନେ ପର୍ସନାଲ ଥଟ୍ ଯୋଉଟା, ପର୍ସନାଲ ବିଲିଫ୍ ଯୋଉଟା, ଏଥିରେ ଲେଖକଙ୍କର ବ୍ୟକ୍ତିଗତ ମତ ଓ ଅନୁଭବ ସ୍ଥାନ ପାଇପାରେ। ଆଉ ସମାଲୋଚନାରେ ବସ୍ତୁନିଷ୍ଠ ତାର୍କିକ ବିଶ୍ଳେଷଣାତ୍ମକ ହେବା ଆବଶ୍ୟକ। ଏଥିରେ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ ସାହିତ୍ୟିକ ତତ୍ତ୍ୱ ଆଧାରରେ ମୂଲ୍ୟାୟନ କରାଯାଏ। କିଛି ଗୋଟେ ଆମର ଥିଓରି ଉପରେ ମାର୍କସଟା ମିଳିବ। ଡିପେଣ୍ଡେନ୍ସି ପ୍ରବନ୍ଧ ଏକ ମୌଳିକ ସ୍ୱତନ୍ତ୍ର ସୃଷ୍ଟି। ସମାଲୋଚନା ଏହା ଡିପେଣ୍ଡେଣ୍ଟ ଥାଏ ଅନ୍ୟ ସାହିତ୍ୟ ଉପରେ। ଅଡ଼ିଏନ୍ସ ଦେଖିଦେବ। ସାରାଂଶ ସଂକ୍ଷେପରେ କହିବାକୁ ଗଲେ ପ୍ରତ୍ୟେକ ସାହିତ୍ୟ ସମାଲୋଚନା ଏକ ପ୍ରବନ୍ଧ, କିନ୍ତୁ ପ୍ରତ୍ୟେକ ପ୍ରବନ୍ଧ ସାହିତ୍ୟ ସମାଲୋଚନା ନୁହେଁ ଅଫକୋର୍ସ। ଚାଲ 17 ନମ୍ବର କ୍ୱେଶ୍ଚିନ୍। ସିଲେକ୍ଟିଭରେ ଥିଲା, ତମେ କୋଉଠି ବି ଲେଖିପାରିଥାନ୍ତ। ଲଳିତ ନିବନ୍ଧ ଓ ପ୍ରବନ୍ଧ ମଧ୍ୟରେ ପ୍ରଭେଦ। ଆପ୍ରୋଚ୍ ପ୍ରବନ୍ଧ ବସ୍ତୁନିଷ୍ଠ, ଗମ୍ଭୀର, ଚିନ୍ତାପ୍ରଧାନ, ଏଥିରେ ବିଷୟବସ୍ତୁକୁ ପ୍ରଧାନ ଦିଆଯାଏ। ଏଟା ଉପରେ ବି ଦେଖିଥିଲେ। ଲଳିତ ବ୍ୟକ୍ତିନିଷ୍ଠ, ଲଘୁ, ଆବେଗପୂର୍ଣ୍ଣ, ଆତ୍ମୀୟ। ଏଠାରେ ଲେଖକଙ୍କ ବ୍ୟକ୍ତିଗତ ପର୍ସନାଲ, ଠିକ୍ ଅଛି, ସବଜେକ୍ଟିଭ ଯୋଉଟାକ ଅନୁଭବ ଓ ଦୃଷ୍ଟିକୋଣ ହିଁ ମୁଖ୍ୟ। ଷ୍ଟାଇଲ ପ୍ରବନ୍ଧରେ ଫର୍ମାଲ, ଏପଟେ ଲଳିତରେ ଇନଫର୍ମାଲ। କାରଣ ବ୍ୟଙ୍ଗ ହାସ୍ୟକୁ ଆଉ ତମେ ଫର୍ମାଲି ଲେଖିବ କି? ସେଟା ନର୍ମାଲ କନଭରସେସନ ଷ୍ଟାଇଲରେ ରହିବ ନା। ପର୍ପସ୍ ଆମର ଏପଟେ ପ୍ରବନ୍ଧରେ ହେଲା ଜ୍ଞାନ ପ୍ରଦାନ କରିବା, ଏପଟେ ମନୋରଞ୍ଜନ କରିବା, ଏଣ୍ଟରଟେନ୍ କରିବା। ଅଥରର ରୋଲ ପ୍ରବନ୍ଧରେ ଲେଖକ ନିଜକୁ ବିଷୟବସ୍ତୁଠାରୁ ଦୂରରେ ରଖି ନିରପେକ୍ଷ ଇନଡିସ୍କ୍ରିମିନେଟ୍ ହୋଇ ବିଶ୍ଳେଷଣ କରେ, ଆନାଲାଇଜ୍ କରେ। କିନ୍ତୁ ଲଳିତ ନିବନ୍ଧରେ ଏଠାରେ ଲେଖକ ନିଜେ କେନ୍ଦ୍ରରେ ଥାନ୍ତି। ତାଙ୍କର ପର୍ସନାଲିଟି, ତାଙ୍କର ଥଟ୍, ତାଙ୍କର ପସନ୍ଦ ନାପସନ୍ଦ ସବୁକିଛି ରଚନାରେ ରିଫ୍ଲେକ୍ଟ ହୁଏ। ଠିକ୍ ଅଛି। ବୌଦ୍ଧିକତା ପ୍ରବନ୍ଧ ଅଫକୋର୍ସ ଇଣ୍ଟେଲେକ୍ଚୁଆଲ, ଏପଟଟା ଲଳିତ ହେଲା ଇମୋସନାଲ। ତାପରେ ରହିଲା ଆମର କନକ୍ଲୁଜନ, ଲେଖିଦେବେ ଦେଖିକି। ହଁ, এইটা ମୁଁ କେତୋଟି ନିଜେ ଲେଖିକି କଲେକ୍ଟ କରିଛି ତମ ପାଇଁ। ସ୍ୱାଧୀନତା ପରବର୍ତ୍ତୀ ନାଟକ 1947 ପରେ, ଶ୍ରେଣୀ ସଂଘର୍ଷ, କ୍ଲାସ କନଫ୍ଲିକ୍ଟ ଯୋଉଟାକ, ତା ଉପରେ ଲେଖାଗଲା। ମନସ୍ତତ୍ଵ ଯୋଉ ଆମ ସାଇକୋଲୋଜିକାଲ, ତାପରେ ଆମର ଶିଳ୍ପ ଇଣ୍ଡଷ୍ଟ୍ରି ଉପରେ ଯୋଉଟା ଆମ ଲେଖାଗଲା। କୃଷି ବିପ୍ଳବ, ରିଭଲ୍ୟୁସନ, ଗ୍ରୀନ ରିଭଲ୍ୟୁସନ, ସାଇଣ୍ଟିଫିକ ଉଦ୍ଭାବନ ସବୁ, ଇନୋଭେସନ ସବୁ, ଇନଭେନସନ ସବୁ। ଶୋଷକ ଶୋଷିତ ଉପରେ ଗୋଟେ ରକ୍ତମାଟି ଗୋଟେ ଲେଖାଯାଇଥିଲା। ଆନ୍ତର୍ଜାତିକ ଚେତନା ମାନେ ଇଣ୍ଟରନ୍ୟାସନାଲ ଟପିକ ଗୋଟେ ନେଇକି ମନୋରଞ୍ଜନ ଦାସ ଲେଖିଥିଲେ। ଉଦ୍ଭତ ନାଟକ ଯୋଉଟାକୁ ଉଦ୍ଦେଶ୍ୟହୀନ ନାଟକ କୁହାଯାଏ। ପ୍ରତୀକବାଦୀ କାଠଗୋଡ଼ା ତଟନୀ ନିରଞ୍ଜନ ଯୋଉଥିରେ ନୀଳ ଲୋହିତ ଅସହାୟତାର ପ୍ରତୀକ ଥିଲା। କ୍ଷୁଦ୍ର ଗଳ୍ପ ଆମର ନଅଙ୍କ ଦୁର୍ଭିକ୍ଷ ପରଠୁ ଲେଖା ହେଇଛି। ଲକ୍ଷ୍ମଣ ରେବତୀ, ରାଣୀ ପୁଅ ନନ୍ଦା, ରେବତୀକୁ ପ୍ରଥମ ଗଳ୍ପ ବୋଲି କୁହାଯାଏ, କ୍ଷୁଦ୍ର ଗଳ୍ପ ବୋଲି। ନୀତିକଥାରେ ଠେକୁଆ ଓ ବାଘ, ଶ୍ରୀବଂଶ। ବାରମୁଖୀରେ ସାମାଜିକ ସମସ୍ୟା, ପାଶ୍ଚାତ୍ୟବାଦିତା, ଇଣ୍ଟରନ୍ୟାସନାଲ ଟପିକ କିଛି ଗୋଟେ। ଐତିହ୍ୟରେ ରେବତୀ ଆମର ଲେଖା ହେଇଛି। ରାଣ୍ଡି ପୁଅ ନନ୍ଦାରେ ଫକୀରମୋହନଙ୍କର ବ୍ୟଙ୍ଗ, କାରୁଣ୍ୟ ଓ ଧୂଆଁ ପତ୍ର ଯେମିତି ଆମର ଜଳା ହେଇକି ଗୋଟେ କମେଡି କରାହେଇଛି ସେଗୁଡ଼ାକ। ସ୍ଥିତିବାଦୀରେ ଶୋଷ, କଇଁଚ। ସ୍ଥିତିବାଦୀ ଚେତନା ମାନେ ବଞ୍ଚିବି ମରିବି ମୋତେ ଶୋଷ ଲାଗୁଛି, ସେଇ ଉପରେ ସବୁ। କଇଁଚକୁ ପାଣି ମିଳୁନି, କଇଁଚର ନଦୀ ଶୁଖିଯାଇଛି, ସେଇଟା। ପ୍ରଗତିବାଦୀ ଅଧିକାର, ଲକ୍ଷ୍ମୀକାନ୍ତ ମହାପାତ୍ର। ପ୍ରବନ୍ଧରେ ଆମର ସମାଲୋଚନା ହେଇପାରେ, ରମ୍ୟ ଲଳିତ ହେଇପାରେ, ଭ୍ରମଣ ହେଇପାରେ, ଜୀବନୀ ହେଇପାରେ। ଭ୍ରମଣ ଜୀବନୀରେ ତମର ଆମର ଯୋଉ ବାୟୋଗ୍ରାଫି ଲେଖାଯାଏ। ବ୍ୟକ୍ତିନିଷ୍ଠ, ବସ୍ତୁନିଷ୍ଠ ତାଙ୍କ ଟାଇପ୍ସ ଥାଏ ପ୍ରବନ୍ଧରେ। ଜାତୀୟ ଚେତନାର ବିକାଶ, ରାଧାନାଥଙ୍କର ବିବେକୀ। ସତ୍ୟବାଦୀ ମାନେ ଯୋଉ ଲେଖୁଥିଲେ ଜାତୀୟତା ଉପରେ। ସମାଲୋଚନାରେ ମନର ସୌନ୍ଦର୍ଯ୍ୟବୋଧ, ବୌଦ୍ଧିକ ଚେତନା। ଫେମସ୍ ସମାଲୋଚକ ଆମ ପ୍ୟାରୀମୋହନ ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି। ସମାଲୋଚନା ସାହିତ୍ୟରେ ଇତିହାସ ପ୍ରଧାନ ନ ହୋଇ ଆଭିମୁଖ୍ୟ ପ୍ରଧାନ ହୋଇଗଲେ ହେଲେ ଇଭଲ୍ୟୁସନଟା ଠିକ୍ ସେ ଜାଣି ହେବ। ଠିକ୍ ଅଛି। ଫକୀରମୋହନ ସମୀକ୍ଷା ଆମର ସୁରେନ୍ଦ୍ର ମହାନ୍ତି ଲେଖିଥିଲେ। ଠିକ୍ ଅଛି। ସିଏ ରାଧାନାଥଙ୍କ ଠାରୁ ବି ବଡ଼ କହିଥିଲେ ଫକୀରମୋହନଙ୍କୁ। ଉପନ୍ୟାସ ମାଟିମଟାଳୁ ଶକୁନ୍ତଳା ଆମେ ଦେଖିବା। ପ୍ରଥମ ଓଡ଼ିଆ ଉପନ୍ୟାସ ଅଫକୋର୍ସ ସୌଦାମିନୀ। ଏଠି କ'ଣ କଥା, ସଂଳାପ ଶୈଳୀ, କଥାବସ୍ତୁ, ଚରିତ୍ର, ଆଭିମୁଖ୍ୟ। ଫକୀରଙ୍କ ପ୍ରାୟଶ୍ଚିତ, ବିବର୍ତ୍ତନବାଦ। ଠିକ୍ ଅଛି। ଆମର ଗଣନାୟକ, ଆମର ଯୋଉ ଲିଡରସିପ୍ ଉପରେ, ହିଡ଼ମାଟି ଭଙ୍ଗା ହାଡ଼। କାଳିନୀ ଚରଣଙ୍କର ଗାନ୍ଧୀବାଦ। ମାଟିର ମଣିଷରେ ଆମେ ଦେଖିବା। ପରଜାରେ ଆମେ ଆଦିବାସୀ ଜନଜୀବନ ଦେଖିବା, ଟ୍ରାଇବାଲ ଷ୍ଟୋରିଟା ଦେଖିବା। ନାରୀରେ ତ ଶିଳାପଦ୍ମ, ଚନ୍ଦ୍ରଭାଗା, ବିଦେଶିନୀ ଆଦି। ନାରୀର ଫିଚର ସବୁ ଦେଖିବା, ମନସ୍ତତ୍ଵ, ନାରୀର କେମିତି ତାକୁ ଅତ୍ୟାଚାର କରାହେଉଛି, ଘର ଭିତରେ ବନ୍ଧା ହେଇକି ରଖୁଛି, ସେଗୁଡ଼ା ସବୁ। ଆଉ ଆମର ଶିଳାପଦ୍ମରେ ଆମ ଜାତି ପ୍ରୀତିବିଦ୍ୟା ନାରୀର ଆମେ ଦେଖିପାରିବା, ଯେଉଁଥିରେ ନାୟିକା ଚନ୍ଦ୍ରଭାଗା ଗଜପତିଙ୍କୁ ଆହତ ଅବସ୍ଥାରୁ ଠିକ୍ କରେଇ, ଔଷଧ ଉପଚାର କରେଇ ତାଙ୍କୁ ପୁଣି ଯୁଦ୍ଧକୁ ପଠାଇଛି। ଜାତିପ୍ରୀତି। ଆଧୁନିକ କବିତା, ସେଥିରେ 3ଟା ଫେଜ୍ ଅଛି, ଗୋଟେ ଆଦି, ଗୋଟେ ମଧ୍ୟ, ଗୋଟେ ଆଧୁନିକ। ପାଶ୍ଚାତ୍ୟ ଆଦିରେ ଆମର କ'ଣ ପାଶ୍ଚାତ୍ୟକୁ ଅନୁକରଣ କଲେ ଜାତୀୟତା ବୋଧ ଆସିଲା।
ମଧ୍ୟରେ କ'ଣ ପରମ୍ପରାକୁ ଅବିଶ୍ୱାସ କଲେ, ଯୋଉ ବଳି ଥିଲା, ସତୀ ପ୍ରଥା ଥିଲା, ସେଗୁଡ଼ା ସବୁ, ଏବଂ ଏକ୍ସପେରିମେଣ୍ଟ କରାଗଲା ଆଧୁନିକତାରେ। ସଚୀ ରାଉତ ମେନ୍ ଥିଲା ଆମର, ବାସ୍ତବବାଦୀ, ପ୍ରଗତବାଦୀ, ଗ୍ରାମ ଚେତନା, ସେଗୁଡ଼ା ସବୁ। ମୃତ୍ୟୁ ଚେତନାରେ ରମାକାନ୍ତ ରଥ ଆମେ ପଢ଼ିଛେ। ନାରୀରେ ଆମର ନାରୀ କମ୍ପ୍ଲେକ୍ସ ମନସ୍ତତ୍ୱ ଆମେ ଦେଖିବା। ତାପରେ ରୋମାଣ୍ଟିକ କବିତା ଆସିଲା, ଯୋଉଥିରେ ଗୁରୁପ୍ରସାଦ ବହୁତ ଗୁଡ଼ାଏ ଲେଖିଛନ୍ତି। ଠିକ୍ ଅଛି, ଆମେ ପୁଣି ଥରେ ଭଲସେ ପଢ଼ିବା ଏଗୁଡ଼ାକ। ଏଇଟା ତୁମକୁ ଇଣ୍ଟ୍ରୋ ଦେଇଥିଲି ଭଲସେ।